କରିଛନ୍ତି ସବୁ ଜିନିଷକୁ ଉପସ୍ଥାପନ କରିଛନ୍ତି। ପ୍ରାଚୀର ପତ୍ରଟି ନାଁ ଦିଆଯାଇଛି ଶିଶୁ ବାଟିକା। ତ ଶିଶୁ ବାଟିକା ଭିତରେ ଏତେ ଗୁଡିଏ ତଥ୍ୟ ଭିତରେ ପାଖ ଏତେ ଗୁଡିଏ ତଥ୍ୟ ଉପସ୍ଥାପନ କରିଛନ୍ତି ଯେଉଁଥିରେ କି କିଛି TLM ମଧ୍ୟ ଶିକ୍ଷଣ ସାମଗ୍ରୀ ମଧ୍ୟ ଏଥିରେ ଭର୍ତ୍ତି ହେଇକି ରହିଛି। ତ ମୁଁ ଭାବୁଛି ଏ ଜିନିଷଟାକୁ ଯୋଉ ଦଳ ମାନେ କରିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବହୁ ପରିମାଣରେ ଧନ୍ୟବାଦ ଦେବା। ତା ଭିତରେ ଯେତିକି ଜିନିଷକୁ ସେମାନେ ସ୍ଥାନ ଦେଇଛନ୍ତି ସବୁଠୁ ଇଣ୍ଟରେଷ୍ଟିଂ କଥା ହଉଛି ଯେ ତା ଭିତରେ ଗୋଟେ ଅଛି ଗଳ୍ପ ବାକ୍ସ। ଆଉ ସେ ବାକ୍ସ ଭିତରେ ମଧ୍ୟ ଗପ କି ଚିଠି ଆମେ ଜାଣିନୁ ଗୋଟେ ବଢିଆ କରିଛନ୍ତି। ରଞ୍ଜନ ସାର୍ ଖୋଲିଲେ କଣ ଲେଖା କ୍ୱେଶ୍ଚେନ୍ ବ୍ୟାଙ୍କ ଭଳିଆ ହେଇଛି। ଫର୍ଦ କରିକି ଲେଖା ହେଇଛି ସବୁ ଗପ ଗୁଡିକୁ କରୁଛନ୍ତି। ଆଉ ତାକୁ ଠିକ ଜାଗାରେ ମଧ୍ୟ ସ୍ଥାନ ଦେଇଛନ୍ତି ତା ବାକ୍ସ ଭିତରେ ପୁରେଇଛନ୍ତି। ଆଉ ଯେମିତି ପ୍ରଜାପତି କରିଛନ୍ତି ଯୋଉଟା କି ସେ ଏଇ ଯୋଉ ଶିଶୁ ବାଟିକାର ମହକକୁ ପ୍ରବର୍ତ୍ତନ ଟ୍ରେନିଂ ମାଧ୍ୟମରେ ସାରା ଶିକ୍ଷା ଜଗତକୁ ଯେମିତି ଉଡି ଉଡି ସନ୍ଦେଶ ଦେବା ପାଇଁ ତାଙ୍କର ମଧ୍ୟ ଥିମ୍ ରଖିଛନ୍ତି। ନାଁ ଦେଇଛନ୍ତି ଶିଶୁ ବାଟିକା। ଜଣେ ଦିଦିଙ୍କର ଗୋଲାପୀ ଦିଦିଙ୍କର ଶାଢୀ ସହିତ ତାଙ୍କର ସ୍ମୃତି ଦିଦିଙ୍କ ଫଟୋ ତାଙ୍କୁ ସେ ସ୍ଥାନ ଦେଇଛନ୍ତି। ଆଉ ଏଠି କିଛି ଲେଖା ଗୁଡିକୁ ସେ ଏତେ ସୁନ୍ଦର ଭାବରେ ସ୍ଥାନିତ କରିଛନ୍ତି। କଲରଫୁଲ ହେଇଛି, ମଲ୍ଟି କଲର ହେଇଛି, ପିଲାମାନଙ୍କ ପାଇଁ ଆକର୍ଷଣୀୟ ହବ, ଶିକ୍ଷାର୍ଥୀ ମାନଙ୍କ ପାଇଁ ବହୁତ କାମ ଦବ। ସୁନ୍ଦର ସରଞ୍ଜନା ସନ୍ଦେଶ, ତାପରେ ଜାତୀୟ ଶିକ୍ଷାନୀତି, ତାପରେ ଅଛି ପ୍ରକୃତ ବନ୍ଧୁ, ତାପରେ ଅଛି ଶିକ୍ଷା, ତାପରେ ଅଛି OCS ଯୋଉଟା କି ଆମ ଟ୍ରେନିଂ ଚାଲିଛି। ତ ଦେବସ୍ମିତା ଏଇଟା ବି ଆପଣଙ୍କୁ ଆଉ ଏଠି କଣ ଲେଖା ହେଇଛି ମୟୂର ଚିତ୍ର କରିଛନ୍ତି। ମୟୂର ଚିତ୍ରଟି ହେଇଛି। ମୟୂର ଚିତ୍ର ମଧ୍ୟରେ କିଛି ଢଗଢମାଳି ସେ ଉପସ୍ଥାପନ କରିଛନ୍ତି। ସେ ଢଗଢମାଳି ଆଉ ହସ କଥା ବହୁତ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ଚିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ସେଇଟା ବେଶୀ ଆକର୍ଷଣୀୟ ହେଇଛି ପ୍ରାଚୀର ପତ୍ର। ଓଭରାଲି ଆମେ ଯଦି ଦେଖୁଛନ୍ତି ପ୍ରାଚୀର ପତ୍ରଟି ଏତେ ଆକର୍ଷଣୀୟ ହେଇଛି ଯେ ସମସ୍ତଙ୍କୁ ମନମୁଗ୍ଧ କରିଦଉଛି, ମନକୁ ଛୁଇଁ ଯାଉଛି। ତଥାସ୍ତୁର ଯୋଉ ସିମ୍ବଲ ସେ ତଥାସ୍ତୁ ଭିତରେ ଜଣେ ଧ୍ୟାନ ମଗ୍ନ ହେଇକି ବସିଥିବାର ଗୋଟେ ଚିତ୍ର ସେ କରିଛନ୍ତି। ପଞ୍ଚକୋଷକୁ ସ୍ଥାନିତ କରିଛନ୍ତି। ପଞ୍ଚକୋଷ 5ଟି ଆଙ୍ଗୁଳି ମାଧ୍ୟମରେ ସେ ସ୍ଥାନିତ କରିଛନ୍ତି। ବହୁତ ସୁନ୍ଦର ତାଙ୍କ ଚିନ୍ତାଧାରାଟା। ସେ ଚିନ୍ତାଧାରାକୁ ସେ ଭେରି ଇନୋଭେଟିଭ। ସେ ଚିନ୍ତାଧାରାକୁ ସେ ଚିତ୍ର ମାଧ୍ୟମରେ ସ୍ଥାପିତ କରିଛନ୍ତି। ତାଙ୍କ ମନର ଧାରଣା ବା ତାଙ୍କ ମନର ଚିନ୍ତାକୁ ଆମେ ଚିତ୍ର ମାଧ୍ୟମରେ ଦେଖିପାରୁଛୁ। ସେଇଟା ହଉଛି ଗୋଟେ ବିଗ୍ ଆଚିଭମେଣ୍ଟ ତାଙ୍କର। ଆମ ଟ୍ରେନିଂ ସେଣ୍ଟର ପାଇଁ ମଧ୍ୟ ଭେରି ବିଗ୍ ଆଚିଭମେଣ୍ଟ ଆଣ୍ଡ ଭେରି ବିଗ୍ କ୍ଲାସ୍। ଆଉ ଗୋଟେ ଯୋଉ ଆମର ଶ୍ରୀକୃଷ୍ଣଙ୍କର ବଂଶୀ ଆଉ ତାଙ୍କର ପ୍ରିୟର ଯୋଉ ମୟୂର ପୁଚ୍ଛ ତାକୁ ମଧ୍ୟ ସେ ଲଗେଇଛନ୍ତି। ଏଠି ଶ୍ରୀକୃଷ୍ଣଙ୍କ ବା ଜଗନ୍ନାଥଙ୍କର କିଛି ସ୍ମରଣ ମଧ୍ୟ ଆସିବ ଆକୁ ପଢିଲା ବେଳେ। ଆଉ ଏଇ ଯୋଉ ଜିନିଷଟି କରିଛନ୍ତି ଯେମିତି ସୂର୍ଯ୍ୟ ମାନେ ଯେତେବେଳେ ଆମକୁ ଆସନ୍ତି ଧରାପୃଷ୍ଠକୁ ସେତେବେଳେ ସକଳ ଶକ୍ତିର ଆଧାର ଯେମିତି ସେ ବାଣ୍ଟନ୍ତି, ଠିକ ସେମିତି ସୂର୍ଯ୍ୟ ଉଦୟର କଥାଟାକୁ ଉପସ୍ଥାପନ କରିଛନ୍ତି। ବହୁତ ହିଁ ବଢିଆ ହେଇଛି। ଶେଷରେ ଜିଷ୍ଟ ହଉଛି ପ୍ରକୃତରେ ଯୋଉ 5 ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତାର ରୂପରେଖ ଯାହା ଆଜି ଯୋଉ ଷ୍ଟେଜରେ ପାଠ୍ୟକ୍ରମ ରୂପରେଖ ଯାହା ହେଇଛି ସେଇ ଅନୁସାରେ ଏଇ एकदम सामग्रिक विकास पिला हूँ आम प्राचीन पत्र सामग्रिक विकास शिशु बाटिका पाखर आरंभ आज जो आम पहुंचीचु ओडार संस्कृति कला ज्ञान पंच दिवसीय ट्रेनिंग चली टाका स्कूल आपी भाव रंजीत सार अच्छा देवस्मिता मैडम अच्छा मुझे त्रिलोचन सार अच्छा तो पार्टिसिपेट जो दल करते बहुत ही बढ़िया आम आप समस्त वेलकम कर बहुत बढ़िया।